କଥା ମ ରେକ୍ଟିଫାଏ ଆଜ୍ଞା ନା ଆମର ରାତିରେ ମୋର ଜାଣିଲାନି 10 ମିନିଟ୍ ପଠେଇଦିଅ କଣ ସାମାଜିକ ସମ୍ମିଳନୀ କରେ। ଦେଖନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ମୋତେ ପୁରୀ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଭାବରେ ନିଯୁକ୍ତି କରିଥିବାରୁ ମୁଁ ସର୍ବପ୍ରଥମେ ତାଙ୍କୁ କୃତଜ୍ଞତା ଜଣାଉଛି ଏବଂ ପ୍ରଣାମ ଜଣାଉଛି। ବିଶେଷ କରି ରାଜ୍ୟର ଆମ ବିଜୁ ଜନତା ଦଳର ସଂଗଠକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମହୋଦୟ ଏବଂ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର ମହୋଦୟ ଏବଂ ବ୍ରହ୍ମଗିରିର ପ୍ରାକ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ବର୍ମା ମହୋଦୟ ଏବଂ ପୁରୀ ଜିଲ୍ଲାର ସମସ୍ତ ନେତୃବୃନ୍ଦ ମାନଙ୍କୁ କୃତଜ୍ଞତା ଜଣାଉଛି, ଧନ୍ୟବାଦ ଦେଉଛି ଏବଂ ଆଗାମୀ ଯେଉଁ ସ୍ୱର୍ଗତ ପ୍ରାକ୍ତନ ଜିଲ୍ଲା ସଭାପତି, ପ୍ରାକ୍ତନ ମନ୍ତ୍ରୀ, ପ୍ରାକ୍ତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ପୁରୀ ଜିଲ୍ଲାର ଦାୟିତ୍ୱ ଯେଉଁଭଳି ଭାବରେ ସୁଚାରୁ ରୂପେ ତୁଲାଉଥିଲେ। ମୋର ବି 5 ବର୍ଷ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବରେ ମୋର ପୁରୀ ଜିଲ୍ଲା ଉପରେ ଅଭିଜ୍ଞତା ଅଛି। ମୁଁ ଆଶା କରୁଛି ଯେ ନିଶ୍ଚିତ ଭାବରେ ପୁରୀ ଜିଲ୍ଲାର ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ପାଇଁ ମୁଁ ଚେଷ୍ଟା କରିବି ଏବଂ ଗଣମାଧ୍ୟମ ପ୍ରତିନିଧି, ଇଲେକ୍ଟ୍ରୋନିକ୍ସ ମିଡ଼ିଆ, ପ୍ରିଣ୍ଟ ମିଡ଼ିଆ ବନ୍ଧୁମାନଙ୍କୁ ଅନୁରୋଧ କରୁଛି ମୋତେ ଆପଣମାନେ ଟିକେ ସାହାଯ୍ୟ କଲେ ମୁଁ ଆଗକୁ ଯିବି। ଆଗାମୀ ଦିନରେ ସାଧାରଣ ନିର୍ବାଚନ ରହିଛି, କିଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଜନକଲ୍ୟାଣ କାର୍ଯ୍ୟ ଗୁଡ଼ିକ ଅଛି ସେମାନଙ୍କ ନିକଟରେ ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଦଳକୁ ମଜବୁତ କରିବା, ମହିଳା ସଂଗଠନଠୁ ଆରମ୍ଭ କରି ଯୁବ ସଂଗଠନ ଏ ସମସ୍ତଙ୍କୁ ନେଇକି ଚାଲିବା କେତେ ଚ୍ୟାଲେଞ୍ଜିଂ ରହିବ? ଦେଖନ୍ତୁ ଏକମାତ୍ର ଦଳ ବିଜୁ ଜନତା ଦଳ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯାହା ସରକାରଙ୍କର ଯୋଜନା ଅଛି ଏକମାତ୍ର ବିଜୁ ଜନତା ଦଳର କର୍ମୀମାନେ ସେ ୱାର୍ଡ ମେମ୍ବର ହୁଅନ୍ତୁ, ସରପଞ୍ଚ ହୁଅନ୍ତୁ, ସମିତି ସଦସ୍ୟ ହୁଅନ୍ତୁ, ଜିଲ୍ଲା ପରିଷଦ ମେମ୍ବର ହୁଅନ୍ତୁ, ଚେୟାରମ୍ୟାନ୍ ହୁଅନ୍ତୁ, ଭାଇସ୍ ଚେୟାରମ୍ୟାନ୍ ହୁଅନ୍ତୁ, କି ବିଧାୟକ ହୁଅନ୍ତୁ, କି ସାଂସଦ ହୁଅନ୍ତୁ, ଏକମାତ୍ର ବିଜୁ ଜନତା ଦଳ କର୍ମୀମାନେ ଲୋକଙ୍କର ଗ୍ରାଉଣ୍ଡ ଜିରୋରେ ଲୋକମାନଙ୍କର ସୁଖରେ ଦୁଃଖରେ ସଦାବେଳେ ସାମିଲ ହୁଅନ୍ତି ଏବଂ ଯେଉଁମାନେ ବିରୋଧୀ ଦଳର ଯେଉଁ କୁହନ୍ତି ସମାଲୋଚନା ଆଲୋଚନା କରନ୍ତି ସେମାନେ ଏକମାତ୍ର ସୋସିଆଲ ମିଡ଼ିଆରେ ହିଁ ସେମାନେ ହିଁ କରନ୍ତି, କିନ୍ତୁ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ପାଖରେ ସେମାନେ କେବେ ରୁହନ୍ତିନି କି ଲୋକଙ୍କର କାର୍ଯ୍ୟକ୍ରମ କେବେ କରନ୍ତିନି। କିନ୍ତୁ ବର୍ତ୍ତମାନ ଯେଉଁ ଇଲେକ୍ସନ ନିର୍ବାଚନ ନିଶ୍ଚିତ ଭାବରେ ପୁରୀ ଜିଲ୍ଲା ଏବଂ ପୁରୀ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଦୁର୍ଗ। ଆମେ 2019 ମସିହାରେ ବ୍ରହ୍ମଗିରି ଏବଂ ପୁରୀ ସଦର ନିର୍ବାଚନ ମଣ୍ଡଳୀ ଆମ ଦଳର ହାତରୁ ଯେଉଁ ଖସିଥିଲା ସ୍ୱଳ୍ପ ଭୋଟ ବ୍ୟବଧାନରେ ନିଶ୍ଚିତ ଭାବରେ ଏ 2024 ମସିହା ନିଶ୍ଚିତ ଭାବରେ 6କୁ 6 ବିଧାନସଭା ଏବଂ ଲୋକସଭା ଆସନ ବିଜୁ ଜନତା ଦଳ ଦଖଲ କରିବ, ଏଥିରେ କିଛି ସନ୍ଦେହ ନାହିଁ। ଜିଲ୍ଲା ସଭାପତି ହିସାବରେ ଯୁବ କର୍ମୀମାନଙ୍କ ପାଇଁ କ'ଣ ଆହ୍ୱାନ ରହିବ? ଶୁଣନ୍ତୁ, ଆମ ଦଳ ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନେ ସମସ୍ତେ ଜାଣିଛନ୍ତି ଜନ୍ମଠାରୁ ମୃତ୍ୟୁ ଏବଂ ମାଆ ମାନଙ୍କ ପାଇଁ ଏବଂ ଯୁବକମାନଙ୍କ ପାଇଁ, ଛାତ୍ରମାନଙ୍କ ପାଇଁ ଯାହା ସବୁ ଯୋଜନା କରିଛନ୍ତି ଆପଣମାନେ ସମସ୍ତେ ଉପଲବ୍ଧ। ନିଶ୍ଚିତ ଭାବରେ ଆମ ସାଙ୍ଗରେ ଛାତ୍ର ସଂଗଠନ ବା ଯୁବ ସଂଗଠନ, ଯୁବକମାନେ, ଛାତ୍ରମାନେ ଆମ ଦଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖି ସମସ୍ତେ ଆମ ସାଙ୍ଗରେ ଅଛନ୍ତି। ଆଉ ପ୍ରଭୁ ଜଗନ୍ନାଥ ନିଶ୍ଚିତ ଭାବରେ 2024 ମସିହା ବିଜୁ ଜନତା ଦଳ ସାରା ରାଜ୍ୟରେ ବିଜୁ ଜନତା ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ, ଏଥିରେ କିଛି ଦୁଇ ମତ ନାହିଁ। ପୁରୀ ଜିଲ୍ଲାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ଅଧିକ ପ୍ରାର୍ଥୀ ହେବା ପାଇଁ ତ ଆପଣ କିଭଳି କଣ୍ଟ୍ରୋଲ କରି ଟିକେଟ କରିବେ? ଆଶାୟୀ ତମର ଆପଣମାନଙ୍କର କ'ଣ ଇଚ୍ଛା ନାହିଁ ଯେ ବିଧାୟକ ହେବା ପାଇଁ? ଲୋକଙ୍କର ନିଶ୍ଚିତ ଭାବରେ ଆଶା ରହିବ, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସଭାପତି ଯାହା ନିଷ୍ପତ୍ତି ନେବେ ସେଇଟା ସମସ୍ତେ ଅକ୍ଷରେ ଅକ୍ଷରେ ପାଳନ କରିବେ। ଆମ ଭିତରେ କିଛି ବିଭେଦ ନାହିଁ।